नारिकेल वृक्ष अतीव सुंदर ताठारु सुंदर एतार फल पोषण जगाए फलटी ताहार अमृत अटई श्रीफल जल। नड़िया गछ लगाओ नड़िया गछ बढ़ाओ ଏହା ହିଁ ଆଜିର ସୁଝାଅ। ବିଶ୍ୱର ସର୍ବାଧିକ ଉପଦେୟ ବୃକ୍ଷ ହେଉଛି ନଡ଼ିଆ। ସ୍ୱାସ୍ଥ୍ୟ ଓ ସଂସ୍କୃତି ପ୍ରତି ଏହାର ଅବଦାନ ଅତୁଳନୀୟ। ଏହାର ଉପଦେୟତା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ସେପ୍ଟେମ୍ବର 2 ତାରିଖକୁ ବିଶ୍ୱ ନାରିକେଳ ଦିବସ ରୂପେ ପାଳନ କରାଯାଏ। ସେହିପରି ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଏହାର ଆବଶ୍ୟକତା ପଡ଼ୁଥିବାରୁ ଏହାକୁ ଶ୍ରୀଫଳ କୁହାଯାଏ। ନୀତିଦିନିଆ ଜୀବନଶୈଳୀ ଠାରୁ ଆରମ୍ଭ କରି ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ନଡ଼ିଆ ଲୋଡ଼ା ହୋଇଥାଏ। ପ୍ରତ୍ୟେକ ଦେବାଦେବୀଙ୍କ ପାଖରେ ପୂଜା ଅର୍ଚ୍ଚନା କରିବା ବେଳେ ନଡ଼ିଆ ଭୋଗ କରାଯାଇଥାଏ। କୌଣସି ଶୁଭ କାର୍ଯ୍ୟ ପ୍ରାରମ୍ଭ କଲେ ପ୍ରଥମେ ନଡ଼ିଆ ଭଙ୍ଗାଯାଇଥାଏ। ଭାରତର ମନ୍ଦିରଗୁଡ଼ିକରେ ପ୍ରମୁଖ ଦାନ ଭାବରେ ନଡ଼ିଆକୁ ଗ୍ରହଣ କରାଯାଇଥାଏ। ବିବାହ ବ୍ରତୋପନୟନ ପର୍ବପର୍ବାଣୀ ନୂତନ ଯାନ କ୍ରୟ ବେଳେ ମଧ୍ୟ ଭଗବାନଙ୍କ ପାଖରେ ଶ୍ରୀଫଳ ଅର୍ପଣ କରାଯାଏ। ନଡ଼ିଆ ଗଛର ସମସ୍ତ ଅଂଶ କାମରେ ଲାଗିଥାଏ। ନଡ଼ିଆ ରସରୁ ତେଲ ନଡ଼ିଆ କତାରୁ ବିଭିନ୍ନ ସାମଗ୍ରୀ ସଜ ସରଞ୍ଜାମ ପ୍ରସ୍ତୁତ କରାଯାଏ। ଗଛର ଗଣ୍ଡିକୁ ଖୁଣ୍ଟ ରୂପେ କଞ୍ଚା ବ୍ୟବହାର କରାଯାଏ। ସଢ଼େଇ ଶୁଖିଲା ବାହୁଙ୍ଗା ଓ ବରଡ଼ାକୁ ଜାଳ ରୂପେ ବ୍ୟବହାର କରାଯାଏ। ନଡ଼ିଆ ଯୋଗୁଁ ସମୃଦ୍ଧ ହୋଇଥିବା ଦେଶ ମଧ୍ୟରେ ଭାରତ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ପ୍ରଶାନ୍ତ ମହାସାଗର ଦ୍ୱୀପପୁଞ୍ଜ ଦକ୍ଷିଣ ଆମେରିକା ଆଫ୍ରିକା ଆଦି ଦେଶଗୁଡ଼ିକ ରହିଅଛି। ନଡ଼ିଆ ଉତ୍ପାଦନରେ ଭାରତ ପୃଥିବୀରେ ତୃତୀୟ ସ୍ଥାନରେ ଅଛି। ଓଡ଼ିଶାରେ ଜଗତସିଂହପୁର ପୁରୀ ବାଲେଶ୍ୱର କେନ୍ଦ୍ରାପଡ଼ା ଗଞ୍ଜାମରେ ଅଧିକ ନଡ଼ିଆ ଉତ୍ପାଦନ କରାଯାଏ। ଏହି ଅବସରରେ ନଡ଼ିଆ ଚାଷ ଓ ତତ୍ ସମ୍ପର୍କିତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଏ। ବ୍ୟୁରୋ ରିପୋର୍ଟ ନାଗରାଜ ନ୍ୟୁଜ୍।